କରିକିନି ଏଇଟା ଗୋଟେ କାଉଡ଼ିଆ ଭାଇମାନଙ୍କ ପାଇଁ ଗୋଟେ ଛୋଟିଆ ବାର୍ତ୍ତା। ବିନୀତ ଅନୁରୋଧ, ଦେବଦେବ ମହାଦେବ ତୁମକୁ ସେତିକି ଶକ୍ତି ବିଶ୍ୱାସ ଦେଇଛନ୍ତି ବୋଲି ଆପଣମାନେ କାଉଡ଼ି ନେଇକି ଆସୁଛନ୍ତି। କିନ୍ତୁ କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣମାନେ ବହୁତ ସମୟ, ବହୁତ ଅର୍ଥ, ବହୁତ କଷ୍ଟ, ବହୁତ ଯନ୍ତ୍ରଣା ସହିକିନି ବି ଶିବଙ୍କ ପାଖକୁ ଯାଇକିନି ପାଣି ଢାଳିବା ପାଇଁକି ଯାଉଛନ୍ତି। କିନ୍ତୁ ଟିକେ ଶେଷ ଟାଇମ୍ରେ ଆପଣମାନଙ୍କର ଧୈର୍ଯ୍ୟ ନହରେ ଧୈର୍ଯ୍ୟର ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଧାଡ଼ିରେ ଯାଇ ପ୍ରଭୁକୁ ଦର୍ଶନ କରନ୍ତୁ। ନିଶ୍ଚିତ କିଛି ନା କିଛି ଆପଣମାନଙ୍କ ପାଖରେ ଫଳପ୍ରଦ ହେବ। ଆଉ ଦ୍ୱିତୀୟ କଥା ହେଉଛି, ପ୍ରାୟତଃ ଆମେ ଦେଖୁଛୁ ଭାଇମାନେ ଏତେ ନିଷ୍ଠାରେ ଆସୁଛନ୍ତି, ନିଷ୍ଠାରେ ଚଲାବୁଲା କରୁଛନ୍ତି, ଧୂପ ରହୁଛନ୍ତି। ଯଦି ନ ଯାଇପାରୁଛନ୍ତି ମୋଟର ସାଇକେଲ, ଅଟୋ କିମ୍ବା ସେଥିରେ ଯାଉଛନ୍ତି, ଭାଇ ଯିବା ପୂର୍ବରୁ ଆପଣମାନେ ଭାବିବେ ମୁଁ କେଉଁ ମନ୍ଦିରକୁ ଯିବି, କେତେ ବାଟ ଯାଇପାରିବି, ଆଉ କେଉଁଠି କ'ଣ ଢାଳିଲେ ମୋର ଯେତିକି ନିଷ୍ଠା ସେତିକି ମୁଁ ଫଳ ପାଇବି। ସେଇ ଭାବନା କରିକିନି ଆପଣମାନେ ମନ୍ଦିରକୁ ଯାଇକିନି ଇଏ କରନ୍ତୁ। କାହିଁକି ନା ଯେଉଁ ବାଇକ୍ରେ ଯାଉଛନ୍ତି କିମ୍ବା ଯେଉଁ ଅଟୋରେ ଯାଉଛନ୍ତି କି ନିଜ ଗାଡ଼ିରେ ଯାଉଛନ୍ତି, ସେମାନେ ସ୍ୱଚ୍ଛ ନାହାନ୍ତି। ଆପଣ ସ୍ୱଚ୍ଛ ମନୋବୃତ୍ତି ନେଇକିନା ଆପଣ ଶିବ ମନ୍ଦିର ପାଣି ଢାଳିବାକୁ ଯାଉଛନ୍ତି। ତେଣୁକରି ଆପଣ ଯିବା ପୂର୍ବରୁ ଲକ୍ଷ୍ୟ ରଖିବେ ମୁଁ କେତେ ବାଟ ଯାଇପାରିବି, କେଉଁ ମନ୍ଦିରକୁ ଯାଇପାରି ପାଣି ନିଜେ ହିଁ ନିଜକୁ ଢାଳିକିନି ପ୍ରଭୁଙ୍କ ପାଖରେ ମନରେ ମନାସିବି, ଆଉ କିଛି ଫଳପ୍ରଦ ହେବ। ସେହି ପରିପ୍ରେକ୍ଷୀରେ ଆପଣଙ୍କ ବାର୍ତ୍ତା, ନିଷ୍ପତ୍ତି, ବିଚାର ଆପଣମାନଙ୍କର ମୋ କାଉଡ଼ିଆ ଭକ୍ତ ଭାଇମାନଙ୍କ ପାଇଁକି ଏତିକି କହିଲି। ଶୁଭରାତ୍ରି। ହର ହର ମହାଦେବ।